ଖ୍ରୀଷ୍ଟ ଯାହା ଆମ ନିମନ୍ତେ କରିଛନ୍ତି ତା ଜାଣିଲା ପରେ ଆମେ ସେତିକିରେ ଅଟକି ନ ଯାଉ। ଆମେ କ'ଣ ତାଙ୍କୁ ଆମ ଜୀବନର ପ୍ରଭୁ ଓ ତ୍ରାଣକର୍ତ୍ତା ଭାବେ ଗ୍ରହଣ କରିଛୁ କି? ତାଙ୍କ ସହିତ ଏକ ନୂଆ ସମ୍ପର୍କ ସ୍ଥାପନ କରିପାରିଛୁ କି? ଆମେ ସେଇ ଅନନ୍ତ କାଳ ଆଡ଼କୁ ତାଙ୍କ ସହିତ ଅଗ୍ରସର ହେଉଛୁ କି? ତାପରେ ସେ କହନ୍ତି ଯେ ସିଏ ଆସୁଛନ୍ତି, ଆମେ ତାଙ୍କ ଆଗମନ ନିମନ୍ତେ ପ୍ରସ୍ତୁତ ଅଛୁ କି? ପ୍ରିୟ ବନ୍ଧୁ, ଆମେ ତାଙ୍କ ଆଗମନ ନିମନ୍ତେ ଯେତେବେଳେ ପ୍ରସ୍ତୁତ ହଉ ସେ ଆମମାନଙ୍କୁ ତାଙ୍କ ନିକଟକୁ ନେବେ। ଗତି ପ୍ରଦୀପ ସେହି ନିରାଶରେ ଆଶା ଦେଇ ଏ ଘୋର ଦୁର୍ଦିନ କାଳେ ବନ୍ଧୁର ପଥଧାରେ ଦିଏ ସେ ଯେ ଶାନ୍ତି ଶିଖା, ଦିଏ ସେ ଯେ ଶାନ୍ତି ଶିଖା ଘୁଞ୍ଚାଇ ବିଭୀଷିକା ପଥ ପ୍ରଦର୍ଶିକା, ସେ ଯେ ପଥ ପ୍ରଦର୍ଶିକା, ପଥ ପ୍ରଦର୍ଶିକା, ପଥ ପ୍ରଦର୍ଶିକା। প্রিয় দর্শক বন্ধু নমস্কার। প্রভু যীশুଙ୍କ ମଧୁର ନାମରେ ଆପଣଙ୍କୁ ଆଜିର ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଆପଣ ନିୟମିତ ଆମ କାର୍ଯ୍ୟକ୍ରମ ଦେଖୁଥିବାରୁ ବିଶେଷ ଧନ୍ୟବାଦ। ଆପଣ କେମିତି ଅଛନ୍ତି? ମୋର ବିଶ୍ୱାସ ପ୍ରଭୁଙ୍କ ଦୟା ଓ ଅନୁଗ୍ରହରୁ ଆପଣ ନିଶ୍ଚୟ ଭଲ ଥିବେ। ଆପଣ ଆମ ସହିତ ନିଶ୍ଚୟ ଯୋଗାଯୋଗ କରନ୍ତୁ। ଏହି କାର୍ଯ୍ୟକ୍ରମ ଆପଣଙ୍କୁ କିପରି ଲାଗିଲା ଜଣାଇବାକୁ ଭୁଲିବେ ନାହିଁ। ଆପଣଙ୍କର ସୁଚିନ୍ତିତ ମତାମତ ଆମକୁ ନିଶ୍ଚୟ ଜଣାଇବେ। ଟିଭି ସ୍କ୍ରିନ୍ରେ ଦିଆଯାଇଥିବା ଟେଲିଫୋନ୍ ନମ୍ବରରେ ଆମକୁ ଜଣାଇବେ। ଆମେ ଆପଣଙ୍କ ଫୋନ୍ କଲ୍ର ଅପେକ୍ଷାରେ ଅଛୁ। ଆଜିର ଅଧ୍ୟୟନରେ ପାଉଲ କହନ୍ତି ଯେ ଈଶ୍ୱରଙ୍କ ମେଜର ଅଂଶୀ ହେବା କେତେ ଗୁରୁତ୍ୱପୂର୍ଣ୍ଣ ବିଷୟ। କିନ୍ତୁ ପ୍ରଶ୍ନ ହେଲା, ଆମେ କିପରି ସେଥିର ଅଂଶୀ ହେଉଛୁ? ସେଥିର ଗଭୀର ଅର୍ଥକୁ ଆମେ ବୁଝିପାରିଛୁ କି? ଆମେ ଯେତେବେଳେ ପ୍ରଭୁ ଭୋଜିରେ ଅଂଶୀ ହେଉ ଆମେ ମନେ ପକାଉ ଈଶ୍ୱର ଆମ ପ୍ରତି କାଲବରୀ କ୍ରୁଶ ଉପରେ କ'ଣ କରିଥିଲେ। ଅନେକ ସମୟରେ ଆମେ ପରିତ୍ରାଣ କାର୍ଯ୍ୟକୁ ଭୁଲି ଯାଇଥାଉ। ଆମେ ମନେ ପକାଇ ନଥାଉ। ଆମକୁ ସ୍ମରଣ କରିବାକୁ ହେବ ଯେ ସେ ଆମମାନଙ୍କୁ କିପରି ରକ୍ଷା କରିବା ପାଇଁ କ୍ରୁଶ ଉପରକୁ ଗଲେ, ନିଜ ଜୀବନ ଦେଲେ। ଆମେ କ'ଣ ସେଥିର ଯୋଗ୍ୟ ଆଚରଣ କରୁଛୁ କି? ଆମେ 2000 ବର୍ଷ ପୂର୍ବରୁ କରିଥିବା ପରିତ୍ରାଣ କାର୍ଯ୍ୟକୁ ସ୍ମରଣ କରିବା ଓ ବର୍ତ୍ତମାନ ଆମେ କିପରି ଜୀବନ କାଟିବାକୁ ହେବ ତାହା ଅଭ୍ୟାସ କରିବା ଆବଶ୍ୟକ। ଆଉ ନିଜକୁ ପରୀକ୍ଷା କରି ଦେଖିବା ଯେ ପ୍ରଭୁ ଆମମାନଙ୍କ ପାଇଁ ନିଜ ଜୀବନ ଦେଲେ, ଆମେ କ'ଣ ବାସ୍ତବରେ ତାଙ୍କଠାରେ ବିଶ୍ୱାସ କରୁଛୁ କି? ଯଦି ଆମମାନେ ପାପ କରିଛୁ, ଆମ ପାପ ନିମନ୍ତେ କ୍ଷମା ମାଗିବା ଆବଶ୍ୟକ। ତାହା ହିଁ ପ୍ରଭୁ ଆମମାନଙ୍କ ଠାରୁ ଆଶା କରନ୍ତି। କିପରି ଆମେ ଯୀଶୁଙ୍କ ସହିତ ସମ୍ପର୍କ ସ୍ଥାପନ କରିପାରିବା? ଯଦି ଆମେ ଆମ ପାପରୁ କ୍ଷମା ପାଉ, ଆମେ ତାଙ୍କ ସହିତ ଏକ ନୂଆ ସମ୍ପର୍କରେ ସାମିଲ ହେବା, ତାଙ୍କୁ ଆମମାନଙ୍କ ଜୀବନ ଦେବା। ସେ ଆମମାନଙ୍କ ପ୍ରଭୁ ହେବେ, ଆମେ ତାଙ୍କ ଲୋକ ହେବା। ଆମେ କ'ଣ ଆଜି ପ୍ରଭୁଙ୍କୁ ଆମ ଜୀବନରେ ପ୍ରଥମ ସ୍ଥାନ ଦେଇଛୁ କି? ଆମେ ତାଙ୍କ କୃଷି ମୃତ୍ୟୁ ଓ ପୁନରୁତ୍ଥାନରେ ବିଶ୍ୱାସ କରିଛୁ କି? ଯଦି କରୁ, ସେ ଆମମାନଙ୍କ ପ୍ରଭୁ ହେବେ। ତେବେ ଆସନ୍ତୁ ଆଜିର ଅଧ୍ୟୟନ ମଧ୍ୟକୁ ଯିବା ପୂର୍ବରୁ ଏକ ଭକ୍ତିମୂଳକ ଗୀତ ଶୁଣିବା। ସ୍ତୁତି କର, ପ୍ରଶଂସା କର, ସ୍ତୁତି କର, ପ୍ରଶଂସା କର, ସଦା ପ୍ରଭୁଙ୍କର, ସଦା ପ୍ରଭୁଙ୍କର। ଈଶ୍ୱରଙ୍କ ପବିତ୍ର ଧାମେ, ଈଶ୍ୱରଙ୍କ ପବିତ୍ର ଧାମେ, ତାହାଙ୍କ ପ୍ରଶଂସା କର, ତାହାଙ୍କ ପ୍ରଶଂସା କର। ପରାକ୍ରମ ଭରା ଗଗନ ମଣ୍ଡଳେ, ପରାକ୍ରମ ଭରା ଗଗନ ମଣ୍ଡଳେ, ତାହାଙ୍କ ପ୍ରଶଂସା କର। ସ୍ତୁତି କର, ପ୍ରଶଂସା କର, ସ୍ତୁତି କର, ପ୍ରଶଂସା କର, ସଦା ପ୍ରଭୁ
ନାଚି ନାଚି ତାଙ୍କ ସ୍ତୁତି କର ତାର ବାଦ୍ୟ ସହ ବଂଶୀ ଧ୍ୱନିରେ ତାର ବାଦ୍ୟ ସହ ବଂଶୀ ଧ୍ୱନିରେ ତାହାଙ୍କ ପ୍ରଶଂସା କର ସ୍ତୁତି କର ପ୍ରଶଂସା କର ସ୍ତୁତି କର ପ୍ରଶଂସା କର ସଦା ପ୍ରଭୁଙ୍କର ସଦା ପ୍ରଭୁଙ୍କର ଆଜି ଆମେ ସେହି ପ୍ରଥମ କରିନ୍ଥିୟ ତହିଁର 11 ପର୍ବର 17 ପଦରୁ ଆରମ୍ଭ କରି 34 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବାକୁ ଯିବା। ଆଜିର ମୁଖ୍ୟ ଆଲୋଚନାର ପ୍ରସଙ୍ଗ ହେଉଛି ପ୍ରଭୁ ଭୋଜ, ଯାହାକି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ସେହି କ୍ରୁଶ୍ୟ ମୃତ୍ୟୁକୁ ସ୍ମରଣ କରି ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀ ଖ୍ରୀଷ୍ଟଙ୍କର ଦ୍ୱିତୀୟ ଆଗମନ ପର୍ଯ୍ୟନ୍ତ ସେହି ଭୋଜ ପାଳନ କରନ୍ତି। ଏହା ହିଁ ହେଉଛି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ରକ୍ତରେ ସ୍ଥାପିତ ନୂତନ ନିୟମ। ଈଶ୍ୱରଙ୍କ ସହିତ ସମ୍ପର୍କ ସ୍ଥାପନରେ ଏହା ହେଉଛି ସବୁଠାରୁ ପବିତ୍ର ଅଂଶ। କିନ୍ତୁ ଏହି ଭୋଜକୁ ଯଦି ବାସ୍ତବ ପବିତ୍ରତାର ତଥା ଆନ୍ତରିକତାର ସହିତ ଗୁରୁତ୍ୱ ଦେଇ ପାଳନ କରାନଯାଏ, ତାହେଲେ ସେହି ବ୍ୟକ୍ତି ଈଶ୍ୱରଙ୍କ ଦ୍ୱାରା ବିଚାରିତ ହୁଏ। ପାଉଲ ଏଠାରେ କହନ୍ତି ଯେ ଆମେ ଯେଉଁପରି ଭାବରେ ଏହି ପ୍ରଭୁ ଭୋଜକୁ ପାଳନ କରୁ ସେହିପରି ଭାବେ ଈଶ୍ୱର ଆମମାନଙ୍କର ବିଚାର କରନ୍ତି। ପ୍ରକୃତରେ ଦେଖିବାକୁ ଗଲେ କରିନ୍ଥୀୟ ମଣ୍ଡଳୀର ଖ୍ରୀଷ୍ଟ ବିଶ୍ୱାସୀମାନେ ଯେଉଁପରି ଭାବେ ଏହି ପ୍ରଭୁ ଭୋଜ ପାଳନ କଲେ, ତଦନୁଯାୟୀ ସେମାନେ ଈଶ୍ୱରଙ୍କ ଦ୍ୱାରା ବିଚାରିତ ହୋଇ ଅସୁସ୍ଥତା ଓ ମୃତ୍ୟୁ ଭୋଗ କଲେ। ସେମାନେ ଈଶ୍ୱରଙ୍କ ଶରୀରକୁ ଗୁରୁତ୍ୱ ମଣିଲେ ନାହିଁ। ଆଜି ମଧ୍ୟ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ଜୀବନରେ ସେହି ଦୁର୍ବଳତା ଦେଖାଯାଏ। ସେମାନେ ଈଶ୍ୱରଙ୍କ ଶରୀରକୁ ଗୁରୁତ୍ୱ ମଣନ୍ତି ନାହିଁ। କିନ୍ତୁ ଏହି ପ୍ରଭୁ ଭୋଜ ଖ୍ରୀଷ୍ଟୀୟ ସେବା ଉପାସନା ମଧ୍ୟରେ ସବୁଠାରୁ ଉତ୍ତମ ତଥା ପବିତ୍ର ସେବା କାର୍ଯ୍ୟ। ଖ୍ରୀଷ୍ଟ ବିଶ୍ୱାସୀର ଖ୍ରୀଷ୍ଟ ଓ ପିତା ଈଶ୍ୱରଙ୍କର ସହିତ ଏହା ଏକ ପବିତ୍ର ସହଭାଗିତା। 4ଟି ସୁସମାଚାର ମଧ୍ୟରୁ 3ଟି ସୁସମାଚାର ମଧ୍ୟରେ ଏହି ପ୍ରଭୁ ଭୋଜର ପ୍ରତିଷ୍ଠା ବିଷୟକୁ ଆପଣ ଲକ୍ଷ୍ୟ କରିବାକୁ ପାରିବେ ଓ ଏହା ଏହି ପତ୍ରରେ ମଧ୍ୟ ପୁନରାବୃତ୍ତି କରାଯାଇଅଛି। କିନ୍ତୁ ଏକ କୌତୁହଳର ବିଷୟ ହେଉଛି ଯେ ପବିତ୍ର ଧର୍ମଶାସ୍ତ୍ର ମଧ୍ୟରେ କୌଣସିଠାରେ ପ୍ରଭୁ ଯୀଶୁଙ୍କର ଜନ୍ମଦିନ ପାଳନ କରିବା ନେଇ ଆଦେଶ ଦିଆଯାଇ ନାହିଁ। ମାତ୍ର ଯେଉଁମାନେ ତାହାଙ୍କର ଲୋକ ବା ବିଶ୍ୱାସୀ, ସେମାନେ ଯେପରି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ସେହି କ୍ରୁଶ୍ୟ ମୃତ୍ୟୁକୁ ସ୍ମରଣ କରି ତାହା ପାଳନ କରନ୍ତି, ଏଥି ନିମନ୍ତେ ଅନୁରୋଧ କରାଯାଇଅଛି ଓ ଆଦେଶ ଦିଆଯାଇଅଛି। ପାଉଲ ପ୍ରଭୁ ଭୋଜ ପାଳନ କରିବା ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରନ୍ତି। ଏହି 11 ପର୍ବର 23 ପଦରେ ସେ କହନ୍ତି, କାରଣ ମୁଁ ପ୍ରଭୁଙ୍କଠାରୁ ପ୍ରାପ୍ତ ଯେଉଁ ଶିକ୍ଷା ତୁମମାନଙ୍କୁ ପ୍ରଦାନ କରିଅଛି, ତାହା ଏହି ଶତ୍ରୁ ହସ୍ତରେ ସମର୍ପିତ ହେବା ରାତ୍ରିରେ ପ୍ରଭୁ ଯୀଶୁ ରୋଟି ଘେନି ଧନ୍ୟବାଦ ଦେଇ ତାହା ଭାଙ୍ଗି କହିଲେ, ଏହା ତୁମମାନଙ୍କ ନିମନ୍ତେ ମୋହର ଶରୀର, ମୋତେ ସ୍ମରଣ କରିବା ନିମନ୍ତେ ଏହା କର। ପାଉଲ ଏହା ସିଧାସଳଖ ଭାବବାଣୀ ଦ୍ୱାରା ପ୍ରାପ୍ତ ହୋଇଥିଲେ। ସେଥିପାଇଁ ପ୍ରଥମ କରିନ୍ଥୀୟ 15 ପର୍ବର 3 ପଦରେ ଲେଖା ଅଛି, କାରଣ ଯେଉଁ ଯେଉଁ ଶିକ୍ଷା ମୁଁ ପାଇଥିଲି ସେଥିମଧ୍ୟରୁ ଏହି ପ୍ରଧାନ ଶିକ୍ଷା ତୁମମାନଙ୍କୁ ପ୍ରଦାନ କରିଥିଲି, ଯଥା ଖ୍ରୀଷ୍ଟ ଶାସ୍ତ୍ର ଅନୁସାରେ ଆମ୍ଭମାନଙ୍କ ପାପ ନିମନ୍ତେ ମୃତ୍ୟୁଭୋଗ କଲେ। ପାଉଲ ସିଧାସଳଖ ସୁସମାଚାରର ଭାବବାଣୀ ଗ୍ରହଣ କରିଥିଲେ ଓ ପ୍ରଭୁଭୋଜର ଭାବବାଣୀ ମଧ୍ୟ ଗ୍ରହଣ କରିଥିଲେ। ପ୍ରଭୁ ଏହି ପ୍ରଭୁଭୋଜ ବିଷୟ ନେଇ ପାଉଲଙ୍କୁ ଏକ ବିଶେଷ ନିୟମ ପ୍ରଦାନ କରିଥିଲେ। ଯଦିଓ ସେ ସେହି ଉପର କୋଠରୀରେ ଯୀଶୁ ଓ ତାଙ୍କର ଶିଷ୍ୟମାନଙ୍କ ସହିତ ସେହି ପ୍ରଭୁଭୋଜ ପ୍ରତିଷ୍ଠା ସମୟରେ ନଥିଲେ, ତେବେ ସେ ସମୟର ପ୍ରଭୁଭୋଜ ପାଳନ ଓ ବର୍ତ୍ତମାନର ପ୍ରଭୁଭୋଜ ପାଳନ ମଧ୍ୟରେ ଯଦିଓ ପାର୍ଥକ୍ୟତା ପରିଲକ୍ଷିତ ହୁଏ, ମାତ୍ର ଏହାର ବାସ୍ତବ ମୌଳିକତା ଓ ଅଭିପ୍ରାୟ ଏକ। ତେବେ ସେ ଯାହା ହେଉନା କାହିଁକି, ଏହି ବିଷୟ ମଧ୍ୟ ଦେଇ ପାଉଲ ଯେଉଁ ଶିକ୍ଷା ପ୍ରଦାନ କରିଅଛନ୍ତି ତାହା ଆଜି ଆମମାନଙ୍କ ଜୀବନ ନିମନ୍ତେ ମଧ୍ୟ ପ୍ରଯୁଜ୍ୟ। 17 ପଦରେ ଲେଖା ଅଛି, କିନ୍ତୁ ତୁମମାନଙ୍କର ସମାଗମ ଯେ ହିତକର ନ ହୋଇ ବରଂ ଅହିତକର ହେଉଅଛି, ଏଥିରେ ମୁଁ ତୁମମାନଙ୍କର ପ୍ରଶଂସା କରି ନ ପାରି ଏହି ଆଦେଶ ଦେଉଅଛି। ଅନ୍ୟ ଅର୍ଥରେ କହିବାକୁ ଗଲେ ପାଉଲ କହିବାକୁ ଚାହାନ୍ତି, ସେମାନେ ଏକ ମହାନ ଆତ୍ମିକ ଆଶୀର୍ବାଦର ନିମନ୍ତେ ଏକତ୍ରିତ ହେବା ଉଚିତ, ମାତ୍ର ଏହା ସେପରି ଘଟୁନଥିଲା। 18 ପଦରେ ଲେଖା ଅଛି, କାରଣ ପ୍ରଥମରେ ମୁଁ ଶୁଣୁଅଛି ଯେ ମଣ୍ଡଳୀ ସ୍ୱରୂପେ ତୁମମାନଙ୍କର ସମାଗମ ସମୟରେ ତୁମମାନଙ୍କ ମଧ୍ୟରେ ଦଳଭେଦ ଘଟିଥାଏ, ଆଉ ମୁଁ କେତେ ପରିମାଣରେ ଏହା ବିଶ୍ୱାସ କରୁଅଛି। ପାଉଲ ଏଠାରେ ଗିର୍ଜାଗୃହକୁ ବଢ଼ାଇବା ନେଇ କହୁନାହାନ୍ତି,
ମାତ୍ର ସେ ଏଠାରେ କହିବାକୁ ଚାହାନ୍ତି ଯେ ଯେତେବେଳେ ଖ୍ରୀଷ୍ଟ ବିଶ୍ୱାସୀମାନେ ଏକମନ ଓ ଏକମେଳି ହୋଇ ସମବେତ ହୁଅନ୍ତି, ତାହା ହିଁ ହେଉଛି ବାସ୍ତବ ମଣ୍ଡଳୀ। ପାଉଲ ଏଠାରେ ମଣ୍ଡଳୀର ଏକତା ପ୍ରତି ଦୃଷ୍ଟି ଦିଅନ୍ତି। ସେ ବାହିକତା ଉପରେ ବା ଗିର୍ଜାଗୃହର ବାହ୍ୟ ସୌନ୍ଦର୍ଯ୍ୟତା ଉପରେ ବା ନାମକରଣ ଉପରେ ଦୃଷ୍ଟି ଦିଅନ୍ତି ନାହିଁ, ମାତ୍ର ଆତ୍ମିକତା ଓ ଏକତା ଉପରେ ଦୃଷ୍ଟି ଦିଅନ୍ତି। କାରଣ ମଣ୍ଡଳୀ ଗିର୍ଜାଗୃହକୁ ନେଇ ନୁହେଁ, ମାତ୍ର ଖ୍ରୀଷ୍ଟ ବିଶ୍ୱାସୀମାନଙ୍କର ଏକତ୍ରୀକରଣକୁ ନେଇ ଗଠିତ ହୋଇଥାଏ। ଯଦି ସେହି ଏକତ୍ରୀକରଣରେ ନାନା ପ୍ରକାର ଦଳଭେଦ ବା ମତଭେଦ ଦେଖାଯାଏ, ତାହେଲେ ତଦ୍ୱାରା ଖ୍ରୀଷ୍ଟଙ୍କର ଅଗୌରବ ହୁଏ। କରିନ୍ଥୀୟ ମଣ୍ଡଳୀ ମଧ୍ୟରେ ତାହା ହିଁ ଦେଖାଦେଇଥିଲା, ଯଦ୍ୱାରା ତହିଁର ପ୍ରଭାବ ମଧ୍ୟ ସେହି ପ୍ରଭୁଭୋଜ ପାଳନରେ ପଡ଼ିଥିଲା। 19 ପଦରେ ଲେଖା ଅଛି, ଯେପରି ତୁମମାନଙ୍କ ମଧ୍ୟରେ ପରୀକ୍ଷାସିଦ୍ଧ ଲୋକମାନେ ପ୍ରକାଶିତ ହୁଅନ୍ତି, ଏଥିପାଇଁ ତୁମମାନଙ୍କ ମଧ୍ୟରେ ତ ଦଳଭେଦ ନିଶ୍ଚୟ ଘଟିବ। ଏତଦ୍ୱାରା ପାଉଲ ସେମାନଙ୍କୁ ଜଣାଇ ଦେବାକୁ ଚାହାନ୍ତି ଯେ ତୁମମାନଙ୍କ ମଧ୍ୟରେ ଅନେକ ଭ୍ରାନ୍ତ ମତବାଦ ସବୁ ରହିଅଛି ଓ ଭ୍ରାନ୍ତ ଶିକ୍ଷାରେ ପରିଚାଳିତ ହେଉଥିବା ଲୋକମାନେ ଅଛନ୍ତି। ତେଣୁକରି ସେମାନଙ୍କ ମଧ୍ୟରେ ଥିବା ପରୀକ୍ଷାସିଦ୍ଧ ଲୋକମାନେ ଯେପରି ପ୍ରକାଶ ପାଆନ୍ତି, ଏଥି ନିମନ୍ତେ ଦଳଭେଦ ନିଶ୍ଚୟ ଘଟିବ। ପ୍ରଭୁ ସେମାନଙ୍କ ମଧ୍ୟରୁ ତାହାଙ୍କର ପରୀକ୍ଷାସିଦ୍ଧ ଲୋକମାନଙ୍କୁ ପୃଥକ କରିବାକୁ ଯାଉଅଛନ୍ତି। 20 ପଦରେ ଲେଖା ଅଛି, ତୁମମାନଙ୍କର ସମାଗମ ହେବା ସମୟରେ ତୁମେମାନେ ପ୍ରଭୁଭୋଜ ପାଳନ କରିନଥାଅ। ସେମାନଙ୍କ ନିମନ୍ତେ ପ୍ରଭୁଭୋଜ ପାଳନ କରିବା ସମ୍ଭବପର ନଥିଲା, ଯେହେତୁ ସେମାନେ ଯେଉଁପରି ଭାବରେ ଏହି ପ୍ରଭୁଭୋଜର ଆୟୋଜନ କରୁଥିଲେ ତାହା ଠିକ୍ ନଥିଲା। ସେହିପରି ପରିସ୍ଥିତି ମଧ୍ୟରେ ସେମାନେ ପ୍ରଭୁଭୋଜ ପାଳନ କରିପାରୁନଥିଲେ। 21 ପଦରେ ଲେଖା ଅଛି, କାରଣ ଭୋଜନ ସମୟରେ ପ୍ରତ୍ୟେକ ଜଣ ଅନ୍ୟର ଅପେକ୍ଷା ନ କରି ଆପଣା ଆହାର ଭୋଜନ କରେ। ସେଥିପାଇଁ ଜଣେ କ୍ଷୁଧାରେ ରହେ ଓ ଅନ୍ୟ ଜଣେ ମାତାଲ ହୁଏ। ଦେଖନ୍ତୁ, ସେମାନଙ୍କର ଏହି ପ୍ରଭୁଭୋଜ ପାଳନ ଭିନ୍ନ ଧରଣର ଥିଲା, ଅର୍ଥାତ୍ ସେମାନେ ସେମାନଙ୍କର ସମ୍ପୂର୍ଣ୍ଣ ଆହାର ଭୋଜନ ସହିତ ଏହି ପ୍ରଭୁଭୋଜ ମଧ୍ୟ ପାଳନ କରୁଥିଲେ। କିନ୍ତୁ ଏହି ସହଭାଗିତା ନିମନ୍ତେ ସେମାନେ ମଧ୍ୟ ନିଜ ନିଜର ଖାଦ୍ୟ ପ୍ରସ୍ତୁତ କରି ଆଣୁଥିଲେ। କିନ୍ତୁ ଘଟଣା ହେଉଛି, ଏହି ପ୍ରକାର ସହଭାଗିତା ମଧ୍ୟରେ ଦରିଦ୍ରମାନଙ୍କୁ ଉପେକ୍ଷା କରାଯାଉଥିଲା। ଧନୀମାନେ ସେମାନଙ୍କ ଆହାରରୁ ଦରିଦ୍ରମାନଙ୍କୁ ଅଂଶୀ କରାଉନଥିଲେ କି ସେମାନେ ଭୋଜନ ସମୟରେ କେହି କାହାକୁ ଅପେକ୍ଷା କରୁନଥିଲେ। ତେଣୁକରି ଦରିଦ୍ର ବ୍ୟକ୍ତି କ୍ଷୁଧାରେ ରହୁଥିଲା ଓ ଏହିପରି ଭାବରେ ସେମାନଙ୍କ ମଧ୍ୟରେ ବାସ୍ତବ ସମ୍ପର୍କ କିମ୍ବା ସହଭାଗିତା ସ୍ଥାପନ ହୋଇପାରୁନଥିଲା। କେବଳ ସେତିକି ନୁହେଁ, ସେହି ମଣ୍ଡଳୀ ମଧ୍ୟରେ ଆଉ କିଛି ବିଷୟ ମଧ୍ୟ ପରିଲକ୍ଷିତ ହେଉଥିଲା। 22 ପଦରେ ଦେଖନ୍ତୁ ଲେଖା ଅଛି, କ'ଣ ତୁମମାନଙ୍କର କି ଭୋଜନ ପାନ କରିବା ନିମନ୍ତେ ଘର ନାହିଁ? କିମ୍ବା ତୁମେମାନେ କ'ଣ ଈଶ୍ୱରଙ୍କ ମଣ୍ଡଳୀ କି ଅବଜ୍ଞା କରୁଅଛ? ପୁଣି ଯେଉଁମାନଙ୍କର ନାହିଁ ସେମାନଙ୍କୁ ଲଜ୍ଜା ଦେଉଅଛ? ମୁଁ ତୁମମାନଙ୍କୁ କ'ଣ କହିବି? କ'ଣ ତୁମମାନଙ୍କର ପ୍ରଶଂସା କରିବି? ଏ ବିଷୟରେ ମୁଁ ତୁମମାନଙ୍କର ପ୍ରଶଂସା କରୁନାହିଁ। ପାଉଲ ଏଠାରେ କହିବାକୁ ଚାହାନ୍ତି, ଯଦି ସେମାନେ ଅନ୍ୟମାନଙ୍କୁ ଅଂଶୀ କରାଇବାକୁ ଚାହାନ୍ତି ନାହିଁ, ତାହେଲେ ସେମାନେ ନିଜ ନିଜର ଗୃହରେ ଭୋଜନ କରିବା ଉଚିତ। କିନ୍ତୁ ଏପରି କରି ମଣ୍ଡଳୀ ମଧ୍ୟରେ ଫାଟ ସୃଷ୍ଟି କରାଇବା ବା ବିଭେଦ ସୃଷ୍ଟି କରାଇବା ଉଚିତ ନୁହେଁ। ପ୍ରକୃତରେ କେତେକ ସେହି ସହଭାଗିତା ମଧ୍ୟରେ ଦ୍ରାକ୍ଷାରସରେ ମତ୍ତ ହେଉଥିଲେ। ସେମାନେ ଏହିପରି ଭାବେ ଆତ୍ମିକ ଜୀବନରେ ତଳକୁ ଖସି ଯାଉଥିଲେ ଓ ଖ୍ରୀଷ୍ଟଙ୍କ ମୃତ୍ୟୁକୁ ସ୍ମରଣ କରିବାର ପରିସ୍ଥିତି ମଧ୍ୟରେ ନଥିଲେ। କେବଳ ବାହିକ ଭାବେ ସେମାନେ ସେହି ଭୋଜ ପାଳନ କରୁଥିଲେ, ମାତ୍ର ତହିଁରେ ବାସ୍ତବ ଆତ୍ମିକତା ଓ ଭକ୍ତିଭାବ ନଥିଲା। ତେଣୁ ପାଉଲ ସେମାନଙ୍କର ପ୍ରଶଂସା କରିବାକୁ ମଧ୍ୟ ଚାହାନ୍ତି ନାହିଁ। ଆସନ୍ତୁ ସେହି ପ୍ରଭୁଭୋଜ ପାଳନ କରିବା ନେଇ ପାଉଲଙ୍କ ପ୍ରତି ଯେଉଁ ସମସ୍ତ ଭାବବାଣୀ ପ୍ରଦାନ କରାଯାଇଥିଲା ତାହା ଲକ୍ଷ୍ୟ କରିବାକୁ ଯିବା। 11 ପର୍ବର 23 ଓ 24 ପଦରେ ଏହିପରି ଲେଖା ଅଛି, କାରଣ ମୁଁ ପ୍ରଭୁଙ୍କଠାରୁ ପ୍ରାପ୍ତ ଯେଉଁ ଶିକ୍ଷା ତୁମମାନଙ୍କୁ ପ୍ରଦାନ କରିଅଛି ତାହା ଏହି, ଶତ୍ରୁ ହସ୍ତରେ ସମର୍ପିତ ହେବା ରାତ୍ରିରେ ପ୍ରଭୁ ଯୀଶୁ ରୋଟି ଘେନି ଧନ୍ୟବାଦ ଦେଇ ତାହା ଭାଙ୍ଗି କହିଲେ, ଏହା ତୁମମାନଙ୍କ ନିମନ୍ତେ ମୋହର ଶରୀର, ମୋତେ ସ୍ମରଣ କରିବା ନିମନ୍ତେ ଏହା କର। ଲକ୍ଷ୍ୟ କରନ୍ତୁ, ଏହା ଥିଲା ପାଉଲଙ୍କ ପ୍ରତି ସିଧାସଳଖ ଭାବବାଣୀ। ଯେଉଁ ଉପର କୋଠରୀରେ ପ୍ରଭୁ ଯୀଶୁ ଶିଷ୍ୟମାନଙ୍କ ସହିତ ଏହି ପ୍ରଭୁଭୋଜର ବିଷୟକୁ ପ୍ରତିଷ୍ଠା କରାଇଥିଲେ, ସେହି ସମୟରେ ସାଧୁ ପାଉଲ ସେମାନଙ୍କ ସହିତ ନଥିଲେ, ମାତ୍ର ସେ ଏହି ବିଷୟ ନେଇ ପ୍ରଭୁଙ୍କଠାରୁ ସିଧାସଳଖ ଭାବବାଣୀ ପ୍ରାପ୍ତ ହେଉଛନ୍ତି। ଏହି ପ୍ରଭୁଭୋଜ ସେହି ଉପର କୋଠରୀରେ ରାତ୍ରି ସମୟରେ ପ୍ରଭୁ ଯୀଶୁ ଶିଷ୍ୟମାନଙ୍କ ସହିତ ସେହି ନିସ୍ତାର ପର୍ବର ଭୋଜ ପାଳନ କରିବା ପରେ ପ୍ରତିଷ୍ଠିତ କରାଇଲେ, ଯେଉଁ ରାତ୍ରିରେ କି ସେ ଏହି ଭୋଜ ପରେ ପରେ ଶତ୍ରୁ ହସ୍ତରେ ସମର୍ପିତ ହେଲେ। ଏହି ରାତ୍ରି ତାହାଙ୍କ ନିମନ୍ତେ ଏକ ଦାରୁଣ ଯନ୍ତ୍ରଣା ତଥା ବ୍ୟଥାଜନକ ଥିଲା। ଏ ସେହି ରାତ୍ରି ଥିଲା ଯେଉଁ ରାତ୍ରିରେ ଅନ୍ଧକାର ତଥା ନରକର ଶକ୍ତି ଆମମାନଙ୍କର ଉଦ୍ଧାରକର୍ତ୍ତାଙ୍କୁ ବିନାଶ କରିବା ନିମନ୍ତେ ଏକତ୍ରିତ ହୋଇଥିଲେ। ଲକ୍ଷ୍ୟ କରନ୍ତୁ, ପାଉଲ କହନ୍ତି, ଶତ୍ରୁ ହସ୍ତରେ ସମର୍ପିତ ହେବା ରାତ୍ରିରେ ପ୍ରଭୁ ଯୀଶୁ ରୋଟି ଘେନି ଧନ୍ୟବାଦ ଦେଇ ତାହା ଭାଙ୍ଗିଲେ, ଏହା ତୁମମାନଙ୍କ ନିମନ୍ତେ ମୋହର ଶରୀର,
ମୋତେ ସ୍ମରଣ କରିବା ନିମନ୍ତେ ଏହା କର। ସେ ସେହି ରାତ୍ରିରେ ଈଶ୍ୱରଙ୍କୁ ଧନ୍ୟବାଦ ଦେଲେ, ଯେତେବେଳେ କି ସେହି କ୍ରୁଶର ଛାୟା ସେହି ଉପର କୋଠରୀ ମଧ୍ୟରେ ତାହାଙ୍କ ଆଖିକୁ ଜଳ ଜଳ ହୋଇ ଦିଶୁଥିଲା। ପାପ ସେହି ଉପର କୋଠରୀର ଦ୍ୱାରରେ ଆଘାତ କରୁଥିଲା ଓ ସେହି ମାଂସକୁ ଚାହୁଁଥିଲା। ମାତ୍ର ପ୍ରଭୁ ଯୀଶୁ ପିତା ଈଶ୍ୱରଙ୍କୁ ଧନ୍ୟବାଦ ଦେଇ ପିତାଙ୍କର ଅଭିମତକୁ ସଫଳ କରିବା ନିମନ୍ତେ ଆଗେଇ ଯାଉଛନ୍ତି। ସେ ଶିଷ୍ୟମାନଙ୍କୁ ତାହାଙ୍କର ଶରୀର ରୂପ ରୁଟିର ଅଂଶୀ କରାଉଛନ୍ତି। ଏହି ରୁଟି ତାହାଙ୍କ ଶରୀରର ନିଦର୍ଶନ। ଏହି ରୁଟି ଭାଙ୍ଗିବାର ବିଷୟ ଅଂଶୀ କରାଇବାର ବିଷୟକୁ ପ୍ରକାଶ କରେ। ଆମେ ନିଜେ ଖ୍ରୀଷ୍ଟଙ୍କ ଶରୀରର ଅଂଶୀ ହେବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ମଧ୍ୟ ତହିଁର ଅଂଶୀ କରାଇବା ଉଚିତ। ଏହାପରେ 25 ପଦରେ ଲେଖା ଅଛି, ସେହିପରି ଭୋଜନ ଉତ୍ତାରେ ସେ ପାନପାତ୍ର ମଧ୍ୟ ଘେନି କହିଲେ, ଏହି ପାନପାତ୍ର ମୋହର ରକ୍ତରେ ସ୍ଥାପିତ ନୂତନ ନିୟମ। ତୁମେମାନେ ଯେତେ ଥର ଏଥିରୁ ପାନ କର, ସେତେ ଥର ମୋତେ ସ୍ମରଣ କରିବା ନିମନ୍ତେ ଏହା କର। ସେହି ରୁଟି ଖ୍ରୀଷ୍ଟଙ୍କର ସେହି ଭଗ୍ନ ଶରୀରକୁ ପ୍ରକାଶ କରେ ଓ ସେହି ପାନପାତ୍ର ନୂତନ ନିୟମର ବିଷୟକୁ ପ୍ରକାଶ କରେ। ତେବେ ସେହି ପାନପାତ୍ର କ'ଣ? ସେହି ପାନପାତ୍ର ହେଉଛି ତାହାଙ୍କ ଶରୀର, ଯାହାକି ରକ୍ତ ଧାରଣ କରେ। ଏହା ଥିଲା ସେହି ରକ୍ତରେ ସ୍ଥାପିତ ନୂତନ ନିୟମର ପାନପାତ୍ର। ସେ ସେହି କୃଷ୍ୟ ମୃତ୍ୟୁଭୋଗ କରିବା ନିମନ୍ତେ ଜନ୍ମଗ୍ରହଣ କରିଥିଲେ ଓ ସେହି ରକ୍ତ ବହାଇଥିଲେ। ପ୍ରେରିତମାନେ ବାରମ୍ବାର ଆମମାନଙ୍କୁ ଏହି ବିଷୟ କହନ୍ତି ଯେ ତାହାଙ୍କର ସେହି ରକ୍ତ ଦ୍ୱାରା ଆମମାନଙ୍କର ପାପ କ୍ଷମା ହୋଇଅଛି ଓ ସେହି ରକ୍ତ ହେତୁ ତାହାଙ୍କର ଦୟା ଆମମାନଙ୍କ ପ୍ରତି ବର୍ତ୍ତିଅଛି। ବାସ୍ତବରେ ଈଶ୍ୱର ଆଜି ଆମମାନଙ୍କ ପାପ ନିମନ୍ତେ ସେହି ପବିତ୍ର ରକ୍ତ ଦ୍ୱାରା ଏକ ଉଦ୍ଧାରର ପଥ ଖୋଲି ଦେଇଛନ୍ତି। ପାପୀର ନିମନ୍ତେ ପରିତ୍ରାଣ ସାଧନ କରିଅଛନ୍ତି। ସେହି ପାନପାତ୍ର ସେହି ନୂତନ ନିୟମର ରକ୍ତକୁ ଧାରଣ କରିଅଛି, ଯେଉଁ ରକ୍ତ କି ସମଗ୍ର ମାନବ ଜାତିକୁ ପାପରୁ ଉଦ୍ଧାର କରିବା ନିମନ୍ତେ ସମର୍ଥ ହୋଇଅଛି। 11 ପର୍ବର 26 ପଦରେ ଲେଖା ଅଛି, କାରଣ ଯେତେ ଥର ତୁମେମାନେ ଏହି ରୁଟି ଭୋଜନ କର ଓ ଏହି ପାନପାତ୍ରରୁ ପାନ କର, ସେତେ ଥର ତୁମେମାନେ ପ୍ରଭୁଙ୍କ ଆଗମନ ପର୍ଯ୍ୟନ୍ତ ତାହାଙ୍କ ମୃତ୍ୟୁ ପ୍ରଚାର କରୁଅଛ। ଏଠାରେ ଆମେ 3ଟି ଦିଗକୁ ଲକ୍ଷ୍ୟ କରୁଅଛୁ। ଯେତେବେଳେ ଆମେ ସେହି ପ୍ରଭୁଭୋଜ ମେଜର ନିକଟବର୍ତ୍ତୀ ହେଉ, ଆମେ ଏହାର 3ଟି ଦିଗକୁ ଲକ୍ଷ୍ୟ କରୁ। ପ୍ରଥମେ ଆମେ ଅତୀତକୁ ଲକ୍ଷ୍ୟ କରୁ, ଯାହାକି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ସେହି କୃଷାର୍ପିତର ଶରୀର। କାରଣ ପ୍ରଭୁ ଯୀଶୁ କହନ୍ତି, କାରଣ ଯେତେ ଥର ତୁମେମାନେ ଏହି ରୁଟି ଭୋଜନ କର ଓ ଏହି ପାନପାତ୍ରରୁ ପାନ କର, ସେତେ ଥର ତୁମେମାନେ ପ୍ରଭୁଙ୍କ ଆଗମନ ପର୍ଯ୍ୟନ୍ତ ତାହାଙ୍କ ମୃତ୍ୟୁ ପ୍ରଚାର କରୁଅଛ। ତେଣୁ ଆମେ ତାହା ସ୍ମରଣ କରିବା ନିମନ୍ତେ ଏହା କରୁ। ଦ୍ୱିତୀୟରେ ଆମେ ବର୍ତ୍ତମାନକୁ ଲକ୍ଷ୍ୟ କରୁ, କାରଣ ଖ୍ରୀଷ୍ଟ ହେଉଛନ୍ତି ଜୀବିତ ଓ ଆମେ ଏହାଦ୍ୱାରା ତାହାଙ୍କ ସହିତ ସହଭାଗିତା ସ୍ଥାପନ କରୁ। ତୃତୀୟରେ ଆମେ ଭବିଷ୍ୟତକୁ ଲକ୍ଷ୍ୟ କରୁ, କାରଣ ସେ ପୁନର୍ବାର ଏହି ଜଗତକୁ ଆଗମନ କରୁଅଛନ୍ତି। ଏହା ହେଉଛି ତାଙ୍କର ପ୍ରତିଜ୍ଞା। ସେ ଏହି ଜଗତର ବିଚାର କରିବାକୁ ଆସୁଅଛନ୍ତି। ତେଣୁ ଆମେ ଯେତେବେଳେ ଏହି ପ୍ରଭୁଭୋଜ ପାଳନ କରୁ, ସେତେବେଳେ ଆମେ ତାହାଙ୍କର ସେହି ଦ୍ୱିତୀୟ ଆଗମନକୁ ପ୍ରଚାର କରୁ। ବାସ୍ତବରେ ଏହି ରୁଟି ଓ ଦ୍ରାକ୍ଷାରସ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଶରୀର ଓ ରକ୍ତର ନିଦର୍ଶନ ଓ ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀ ଖ୍ରୀଷ୍ଟଙ୍କୁ ଗ୍ରହଣ କରିବା ଦ୍ୱାରା ତାହାଙ୍କର ଏହି ରକ୍ତ ଓ ମାଂସର ସହଭାଗୀ ହୁଏ ଓ ଏହି ପ୍ରଭୁଭୋଜ ପାଳନ କରିବା ଦ୍ୱାରା ସେ ଯେ ମୋହର ପାପ ନିମନ୍ତେ ମୃତ୍ୟୁଭୋଗ କଲେ ଓ ମୋତେ ଧାର୍ମିକ କରି ଗଣନା କରିବା ନିମନ୍ତେ ମୃତ୍ୟୁରୁ ପୁନର୍ଜୀବିତ ହେଲେ ଓ ମୋ ସହିତ ସାକ୍ଷାତ କରିବାକୁ ଓ ମୋତେ ଗ୍ରହଣ କରିବା ନିମନ୍ତେ ଏହି ଜଗତକୁ ପୁନର୍ବାର ଆଗମନ କରୁଅଛନ୍ତି, ତାହା ପ୍ରକାଶ କରେ। 27-29 ପଦରେ ଏହିପରି ଲେଖା ଅଛି, ଅତଏବ ଯେ କେହି ଅଯୋଗ୍ୟ ଭାବରେ ପ୍ରଭୁଙ୍କର ଏହି ରୁଟି ଭୋଜନ କରେ କିମ୍ବା ଏହି ପାତ୍ରରୁ ପାନ କରେ, ସେ ପ୍ରଭୁଙ୍କ ଶରୀରର ଓ ରକ୍ତର ଦାୟୀ ହେବ। କିନ୍ତୁ ମନୁଷ୍ୟ ଆପଣାକୁ ପରୀକ୍ଷା କରୁ, ଆଉ ସେହିପରି ଭାବେ ଏହି ରୁଟି ଭୋଜନ କରୁ ଓ ଏହି ପାତ୍ରରୁ ପାନ କରୁ। କାରଣ ଯେ ପ୍ରଭୁଙ୍କ ଶରୀରକୁ ବିଶେଷ ନ ମଣି ଭୋଜନ କରେ ଓ ପାନ କରେ, ସେ ଆପଣ ଦଣ୍ଡ ନିମନ୍ତେ ଭୋଜନ କରେ ଓ ପାନ କରେ। ପ୍ରିୟ ବନ୍ଧୁ, ଯେତେବେଳେ ଆପଣ ପ୍ରଭୁଭୋଜ ପାଳନ କରନ୍ତି, ସେ ସେତେବେଳେ ଆପଣଙ୍କ ସହିତ ଅଛନ୍ତି। ତାଙ୍କର ଉପସ୍ଥିତି ଆପଣଙ୍କ ସହିତ ଅଛି। ଏହା ଚିହ୍ନ ନୁହେଁ, ମାତ୍ର ବାସ୍ତବ। ଆପଣ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ସେହି କୃଷାର୍ପିତ ଶରୀରକୁ ଭଲ ଭାବେ ଅନୁଧ୍ୟାନ କରିବାକୁ ଅଛି। ସେହି ରୁଟି ଆପଣଙ୍କ ମୁଖରେ ଅଛି, ମାତ୍ର ଖ୍ରୀଷ୍ଟ ଆପଣଙ୍କ ହୃଦୟରେ ଅଛନ୍ତି। ତେଣୁ ଆମେ ସେହି ପ୍ରଭୁଭୋଜ ମେଜର ନିକଟବର୍ତ୍ତୀ ହେବା ସମୟରେ ଖ୍ରୀଷ୍ଟଙ୍କର ବାସ୍ତବତାକୁ ହୃଦୟଙ୍ଗମ କରିବାକୁ ଚେଷ୍ଟା କରୁ। 30 ପଦରେ ଲେଖା ଅଛି, ଏହି ହେତୁ ତୁମମାନଙ୍କ ମଧ୍ୟରେ ଅନେକ ଦୁର୍ବଳ ଓ ପୀଡ଼ିତ, ପୁଣି ଅନେକ ମହାନିଦ୍ରାପ୍ରାପ୍ତ ଅଟନ୍ତି। ସେମାନେ ଅସୁସ୍ଥତା ଓ ମୃତ୍ୟୁଭୋଗ କଲେ। କାହିଁକି? ଯେହେତୁ ସେମାନେ ସେହି ପ୍ରଭୁଭୋଜକୁ ଅଯୋଗ୍ୟ ଭାବରେ ଗ୍ରହଣ କଲେ। ସେମାନେ ତହିଁର ବାସ୍ତବତା ପ୍ରତି ଦୃଷ୍ଟି ଦେଲେ ନାହିଁ। ଏହାପରେ
31-32 ପଦରେ ଲେଖା ଅଛି, କିନ୍ତୁ ଯଦି ଆମ୍ଭେମାନେ ଆପଣା ଆପଣାର ବିଚାର କରନ୍ତୁ, ତେବେ ବିଚାରିତ ହେଉନଥାନ୍ତୁ, ଆଉ ଜଗତ ସହିତ ଯେପରି ଦଣ୍ଡାଜ୍ଞା ପ୍ରାପ୍ତ ନ ହେଉ, ଏଥିନିମନ୍ତେ ପ୍ରଭୁଙ୍କ ଦ୍ୱାରା ବିଚାରିତ ହୋଇ ଆମ୍ଭେମାନେ ଶାସ୍ତି ଭୋଗ କରୁଅଛୁ। ଏହା ବିଶ୍ୱାସୀମାନଙ୍କ ବିଷୟ ନେଇ ପ୍ରକାଶ କରେ। ଯେତେବେଳେ ଆମେ ଭୁଲ କରୁ, ସେତେବେଳେ ଆମେ ନିଜର ବିଚାର କରିପାରିବା। ଯଦି ଆମେ ତାହା ନ କରୁ, ତାହେଲେ ସେ ଆମମାନଙ୍କର ବିଚାର କରିବେ। ଯେତେବେଳେ ଆମେ ଈଶ୍ୱରଙ୍କ ଦ୍ୱାରା ବିଚାରିତ ହେଉ, ସେତେବେଳେ ଆମେ ଶାସ୍ତି ଭୋଗ କରୁ, ଯେପରି ଆମେ ଜଗତ ସହିତ ବିଚାରିତ ହେବା ନାହିଁ, କାରଣ ସେ ଭବିଷ୍ୟତରେ ଏହି ଜଗତର ବିଚାର କରିବାକୁ ଆସୁଅଛନ୍ତି। ତେଣୁକରି ସେ ବର୍ତ୍ତମାନ ତାହାଙ୍କର ନିଜ ଲୋକମାନଙ୍କର ବିଚାର କରନ୍ତି। 33-34 ପଦ ମଧ୍ୟରେ ଏହିପରି ଲେଖା ଅଛି, ଅତଏବ ମୋହର ଭାଇମାନେ, ତୁମେମାନେ ଭୋଜନ କରିବା ନିମନ୍ତେ ସମବେତ ହେବା ସମୟରେ ପରସ୍ପର ପାଇଁ ଅପେକ୍ଷା କର। ତୁମମାନଙ୍କ ସମାଗମ ଯେପରି ଦଣ୍ଡ ନିମନ୍ତେ ନ ହୁଏ, ଏଥିପାଇଁ ଯଦି କେହି କ୍ଷୁଧିତ, ତେବେ ସେ ଘରେ ଭୋଜନ କରୁ। ଅବଶିଷ୍ଟ ସମସ୍ତ ବିଷୟ ମୁଁ ଗଲେ ବୁଝିବି। ଏଥିରୁ ଜଣାଯାଏ ଯେ ସେହି କରିନ୍ଥୀୟ ମଣ୍ଡଳୀ ମଧ୍ୟରେ ଅନ୍ୟାନ୍ୟ ବିଷୟରେ ମଧ୍ୟ ତ୍ରୁଟି ଥିଲା। ମାତ୍ର ପାଉଲ ବର୍ତ୍ତମାନ ସେହି ସମସ୍ତ ବିଷୟ ସେମାନଙ୍କ ନିକଟକୁ ଲେଖିବାକୁ ଯାଉନାହାନ୍ତି। ଆଉ ସେ କହନ୍ତି ଯେ ଯେତେବେଳେ ସେ ସେଠାକୁ ଯିବେ, ସେତେବେଳେ ସେ ସେହି ସମସ୍ତ ବିଷୟ ବୁଝିବେ। ମାତ୍ର ସେ ସେମାନଙ୍କୁ ବର୍ତ୍ତମାନ ସ୍ମରଣ କରାଇ ଦିଅନ୍ତି, ଯେପରି ସେମାନେ ଏକମନ ଓ ଏକଚିତ୍ତ ହୋଇ ପ୍ରଭୁ ଭୋଜର ଅଂଶୀ ହୁଅନ୍ତି ଓ ଖ୍ରୀଷ୍ଟଙ୍କର ବାସ୍ତବତାକୁ ଉପଲବ୍ଧି କରି ଖ୍ରୀଷ୍ଟଙ୍କ ଆଦର୍ଶ ଅନ୍ୟମାନଙ୍କ ନିକଟରେ ରକ୍ଷା କରନ୍ତି। ତେଣୁ ଆସୁ ଆଜି ଆମମାନେ ମଧ୍ୟ ଖ୍ରୀଷ୍ଟ ବିଶ୍ୱାସୀ ହିସାବରେ ସେହି ଶିକ୍ଷା ଓ ଆଦର୍ଶରେ ଅନୁପ୍ରାଣିତ ହେଉ। ପ୍ରଭୁ ଭୋଜର ବାସ୍ତବତାକୁ ଉପଲବ୍ଧି କରୁ। ଖ୍ରୀଷ୍ଟଙ୍କର ସେହି ଉପସ୍ଥିତିକୁ ଉପଲବ୍ଧି କରିବା ପାଇଁ ଚେଷ୍ଟା କରୁ ଏବଂ ପରସ୍ପର ସହିତ ଏକମନ ଏକଚିତ ହୋଇ ଏକମେଳି ହୋଇ ଆମେ ସେହି ସହଭାଗିତାର ଅଂଶୀ ହେଉ। ଯଦି ଏହି ସହଭାଗିତା ମଧ୍ୟରେ ଆମମାନେ ଅନ୍ୟ ବିଶ୍ୱାସୀ ପ୍ରତି ହିଂସାର ମନୋଭାବ ଧାରଣ କରୁ ବା ତାହା ସହିତରେ କପଟ ଆଚରଣ କରୁ, ତାହେଲେ ତହିଁରେ କିଛି ଲାଭ ନାହିଁ। ସେ ସହଭାଗିତାର କୌଣସି ମୂଲ୍ୟ ନାହିଁ। ପ୍ରଭୁ ଚାହାନ୍ତି ଆମେ ଯେପରି ପରସ୍ପରକୁ ପ୍ରେମ କରୁ ଏବଂ ଏକ ମନ ହୋଇ ଆମେ ପ୍ରଭୁ ଭୋଜର ଅଂଶୀ ହେଉ। ପ୍ରଭୁ ଆଜି ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀ ଏବଂ ବିଶ୍ୱାସିନୀମାନଙ୍କ ଜୀବନରୁ ତାହା ହିଁ ଆଶା କରନ୍ତି। କିନ୍ତୁ ଆଜି ଆମେ କ'ଣ ସେହି ପ୍ରଭୁ ଭୋଜର ବାସ୍ତବତାକୁ, ଗୁରୁତ୍ୱପୂର୍ଣ୍ଣତାକୁ ଉପଲବ୍ଧି କରିପାରିଛୁ କି? ଯଦି ନାହିଁ, ଆଜି ବି ମଧ୍ୟ ସମୟ ଅଛି ନିଜକୁ ସଂଶୋଧିତ କରି ଏକମନ ହୋଇ ଏକପ୍ରେମୀ ହୋଇ ପ୍ରଭୁଙ୍କର ସେହି ସହଭାଗିତାର ଅଂଶୀ ହେଉ। ପ୍ରିୟ ବନ୍ଧୁ, ମୋର ଅନୁରୋଧ, ଆମେ ଯେତେବେଳେ ପ୍ରଭୁଙ୍କର ସହଭାଗିତା ମଧ୍ୟକୁ ଆସୁଅଛୁ, ଆମମାନେ ନିଜ ନିଜକୁ ଲକ୍ଷ୍ୟ କରିବା ଉଚିତ। ଆଉ ଯଦି ମୋ ଭାଇ ସହିତ ସମ୍ପର୍କ ଠିକ୍ ନାହିଁ, ଯଦି ମୋର ଉପରିସ୍ଥମାନଙ୍କ ସହିତ ମୋର ସମ୍ପର୍କ ଠିକ୍ ନାହିଁ, ତାହେଲେ ସେହି ପ୍ରଭୁ ଭୋଜରେ ଅଂଶୀ ହେବା ପୂର୍ବରୁ ପ୍ରଥମେ ମୋର ଭାଇ ସହିତ ସମ୍ପର୍କ ଠିକ୍ ରଖିବା ଉଚିତ, ଭାଇ ସହିତ ମିଳିତ ହେବା ଉଚିତ, ନିଜର ଉପରିସ୍ଥମାନଙ୍କ ସହିତ ମିଳିତ ହେବା ଉଚିତ। ତାହାପରେ ଯାଇ ପ୍ରଭୁ ଭୋଜର ଅଂଶୀ ହେଲେ ପ୍ରଭୁ ନିଶ୍ଚିତ ଭାବରେ ଗୌରବାନ୍ୱିତ ହୋଇପାରିବେ। ଅନେକ ସମୟରେ ଦେଖାଯାଏ ଯେ ମାଣ୍ଡଳିକ ସହଭାଗିତା ମଧ୍ୟରେ ଯଦିଓ ପରସ୍ପର ମଧ୍ୟରେ ଠିକ୍ ସମ୍ପର୍କ ନଥାଏ ବା କଥାବାର୍ତ୍ତା ନଥାଏ, ତଥାପି ବିଶ୍ୱାସୀମାନେ ସମବେତ ହୋଇ ପ୍ରଭୁ ଭୋଜର ଅଂଶୀ ହୋଇଥାନ୍ତି। କିନ୍ତୁ ପ୍ରଭୁ ଆମମାନଙ୍କ ଜୀବନରୁ ସେ ପ୍ରକାର ସହଭାଗିତା ଚାହାନ୍ତି ନାହିଁ। ସେ ଚାହାନ୍ତି ଯେପରି ଆମମାନେ ପରସ୍ପର ସହିତ ମିଳିତ ହେଉ, ପରସ୍ପରକୁ ପ୍ରେମ କରୁ, ପରସ୍ପର ସହିତ ସୁସମ୍ପର୍କ ରକ୍ଷା କରୁ। ତା ନହେଲେ ଆମେ ଯଦିଓ ପ୍ରଭୁଙ୍କର ସେହି ପ୍ରଭୁ ଭୋଜର ଅଂଶୀ ହୋଇଥାଉ, ମାତ୍ର ଆମମାନେ ପ୍ରଭୁଙ୍କ ମନରେ ଦୁଃଖ ଦେଇଥାଉ। ପ୍ରଭୁ ଚାହାନ୍ତି ନାହିଁ ଯେପରି ଆମମାନେ ଏହି ପ୍ରକାର ମନୋଭାବ ନେଇ ପ୍ରଭୁ ଭୋଜର ଅଂଶୀ ହେଉ, କାରଣ ତାହା ପବିତ୍ର ଭୋଜ। ଆଉ ସେହି ପବିତ୍ର ସହଭାଗିତା ମଧ୍ୟରେ ଯଦି ଅପବିତ୍ରତା ରହିଥାଏ, ତାହେଲେ ପ୍ରଭୁ କେବେ ହେଲେ ସନ୍ତୁଷ୍ଟ ହେବେ ନାହିଁ। ତେଣୁ ଆସୁ ଆଜି ଯେତେବେଳେ ଆମମାନେ ମାଣ୍ଡଳିକ ସହଭାଗିତା ମଧ୍ୟ ଦେଇ ପ୍ରଭୁ ଭୋଜର ଅଂଶୀ ହେଉ, ସେତେବେଳେ ଆମମାନେ ନିଜ ନିଜର ଜୀବନକୁ ଦେଖୁ ଯେ ମୋ ଭାଇ ସହିତ କିଛି ଖରାପ ସମ୍ପର୍କ ନାହିଁ ତ, ମୋର ମଣ୍ଡଳୀର ବିଶ୍ୱାସୀ ଭାଇ ଭଉଣୀମାନଙ୍କ ସହିତ କୌଣସି ପ୍ରକାର ଅମିଳନ ଭାବ ନାହିଁ ତ। ଆଉ ଯଦି ତାହା ସେହି ସମୟରେ ମନ ମଧ୍ୟରେ ଆସେ, ତାହେଲେ ସେହି ସହଭାଗିତାର ଅଂଶୀ ହେବା ପୂର୍ବରୁ ତୁରନ୍ତ ଯାଇ ନିଜର ଭାଇ ବା ଭଉଣୀ ସହିତ ମିଳିତ ହୁଅନ୍ତୁ, ତାପରେ ପ୍ରଭୁ ଭୋଜର ଅଂଶୀ ହୁଅନ୍ତୁ। ତାହେଲେ ଦେଖିବେ ପ୍ରଭୁ ଆପଣଙ୍କୁ କେତେ ଆଶୀର୍ବାଦ କରିବେ, ଆଉ ଆପଣ ସେହି ସହଭାଗିତା ମଧ୍ୟ ଦେଇ ପ୍ରଭୁଙ୍କର ସେହି ସହଭାଗିତାକୁ ଆପଣ ଉପଲବ୍ଧି କରିପାରିବେ। ପ୍ରଭୁ ପ୍ରତ୍ୟେକଙ୍କୁ
ଆଶୀର୍ବାଦ କରନ୍ତୁ। ଆଶା କରୁ ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଆଜିର ଅଧ୍ୟୟନରେ ଆମେ ଲକ୍ଷ୍ୟ କଲୁ ଯେ ଖ୍ରୀଷ୍ଟ ଯାହା ଆମ ନିମନ୍ତେ କରିଛନ୍ତି ଜାଣିଲା ପରେ ଆମେ ସେତିକିରେ ଅଟକି ନ ଯାଉ। ଆମେ କ'ଣ ତାଙ୍କୁ ଆମ ଜୀବନର ପ୍ରଭୁ ଓ ତ୍ରାଣକର୍ତ୍ତା ଭାବେ ଗ୍ରହଣ କରିଛୁ କି? ତାଙ୍କ ସହିତ ଏକ ନୂଆ ସମ୍ପର୍କରେ ଅନନ୍ତ କାଳ ଆଡ଼କୁ ଅଗ୍ରସର ହେଉଛୁ କି? ତାପରେ ତାଙ୍କ ଆଗମନର ଅପେକ୍ଷାରେ ଆମମାନେ ଅଛୁ କି? ଆମମାନେ ଜାଣିବା ଆବଶ୍ୟକ। ଆମେ ଯେତେବେଳେ ପ୍ରଭୁ ଭୋଜର ନିକଟକୁ ଆସୁ ଆମେ ଏଇ ତିନୋଟି ବିଷୟକୁ ମୁଖ୍ୟତଃ ଚିନ୍ତା କରିଥାଉ। ଗୋଟିଏ ବିଷୟ ହେଲା ଯେ ସିଏ ଆମମାନଙ୍କ ପାଇଁ କ୍ରୁଶ ଉପରେ ନିଜକୁ ବଳି ଦେଲେ। ଦ୍ୱିତୀୟ ବିଷୟ ହେଲା ଆମେ ନିଜକୁ ତାଙ୍କ ନିକଟରେ ସମର୍ପଣ କରିବା ଆବଶ୍ୟକ। ଏବଂ ତୃତୀୟ ବିଷୟ ହେଲା ସେ ଆଗମନ କରିବେ, ତାଙ୍କ ଆଗମନର ଅପେକ୍ଷାରେ ରହିବା। ପ୍ରିୟ ବନ୍ଧୁ, ଆମେ ତାଙ୍କ ଆଗମନ ନିମନ୍ତେ ପ୍ରସ୍ତୁତ ଜୀବନ କାଟୁଛୁ କି? ପ୍ରଭୁଙ୍କ ମେଜରେ ଆମେ ଅଂଶୀ ହେଉ। ପ୍ରଭୁ ଆମମାନଙ୍କୁ ତାଙ୍କ ନିକଟବର୍ତ୍ତୀ ହେବାରେ ସାହାଯ୍ୟ କରନ୍ତି। ପ୍ରିୟ ବନ୍ଧୁ, ଆମେ କ'ଣ ପ୍ରସ୍ତୁତ ଅଟୁ କି? ଆମେ କ'ଣ ତାଙ୍କ ନିକଟକୁ ଆସିଛୁ କି? ନିଜ ପାପ ତାଙ୍କ ନିକଟରେ ସ୍ୱୀକାର କରିଛୁ କି? ଆଜି ତ ଆମ ସମୟ ଶେଷ ହୋଇଗଲାଣି। ପରବର୍ତ୍ତୀ କାର୍ଯ୍ୟକ୍ରମରେ ପୁଣି ଆପଣଙ୍କ ସହିତ ସାକ୍ଷାତ ହେବ। ସେ ପର୍ଯ୍ୟନ୍ତ ଆମମାନଙ୍କୁ ବିଦାୟ ଦିଅନ୍ତୁ। କିନ୍ତୁ ବିଦାୟ ନେବା ପୂର୍ବରୁ ଆସନ୍ତୁ ପ୍ରାର୍ଥନା କରିବା। ଦୟାଳୁ ସ୍ୱର୍ଗସ୍ଥ ପିତା, ଆମେ ତୁମର ଧନ୍ୟବାଦ କରୁଅଛୁ, ତୁମ ପ୍ରଶଂସା, ତୁମ ସ୍ତୁତି ବର୍ଣ୍ଣନା କରୁଅଛୁ। ପ୍ରଭୁ, ତୁମେ ଆମମାନଙ୍କୁ ଆମ ପାପରୁ ରକ୍ଷା କରିବା ପାଇଁ କ୍ରୁଶରେ ନିଜକୁ ବଳିଦେଲ ପ୍ରଭୁ, ଯେପରି ଆମେ ଏକ ନୂଆ ଜୀବନ ପାଇବୁ, ତୁମ ସହିତ ସଂଯୁକ୍ତ ହେବୁ। ପ୍ରଭୁ, ତୁମରି ବଳିଦାନ ପାଇଁ ଆମେ ତୁମର ଧନ୍ୟବାଦ କରୁଅଛୁ। ପ୍ରଭୁ, ତୁମେ ଯେଉଁ ବିଧି ସ୍ଥାପନ କଲ ସେଥିର ଅଂଶ ହେବା ଦ୍ୱାରା ସହବିଶ୍ୱାସୀମାନଙ୍କ ସହିତ ଏକ ସହଭାଗିତା ସ୍ଥାପନ କରିବୁ। ସେଇ ଅନୁଗ୍ରହ ତୁମେ ଆମମାନଙ୍କୁ ଦାନ କର। ବିଶ୍ୱାସରେ ଆହୁରି ସୁଦୃଢ଼ ହେବା ପାଇଁ ତୁମେ ଆମମାନଙ୍କୁ ସାହାଯ୍ୟ କର। ତୁମେ ଆମମାନଙ୍କ ସକଳ ଭାର ବହନ କର ପ୍ରଭୁ। ଆମମାନଙ୍କୁ ଆହୁରି ପବିତ୍ର, ତୁମରି ଯୋଗ୍ୟ ହେବା ପାଇଁ ଅନୁଗ୍ରହ ଦିଅ। ତୁମେ ଆମମାନଙ୍କ ପ୍ରାର୍ଥନା ଶୁଣିଲ। ଧନ୍ୟବାଦ ଦେଇ ଏହି ସମସ୍ତ ପ୍ରାର୍ଥନା ଆମମାନଙ୍କ ନିମନ୍ତେ ପ୍ରାଣ ଦେଇଥିବା ପ୍ରିୟ ଯୀଶୁଙ୍କ ନାମରେ ମାଗିଲୁ, ଆମେନ୍। ଗତ ପ୍ରଶ୍ନର ଉତ୍ତରଟି ହେଉଛି ବି ଈଶ୍ୱର। ଆଜିର ପ୍ରଶ୍ନଟି ହେଉଛି ପାନପାତ୍ର କାହାକୁ ପ୍ରକାଶ କରେ? ଏ ପୁରାତନ ନିୟମ, ବି ଆତ୍ମିକତା, ସି ନୂତନ ନିୟମ, ଡି ଧାର୍ମିକତା। এই প্রশ্নর উত্তর আসন্তাকালি সন্ধ্যা 6টা মধ্যে অপশন এ, বি, সি, ডি মধ্যরু সঠিক উত্তর বাছি আপনার নাম ও সম্পূর্ণ ঠিকনা সহিত 9777221415 ফোন নম্বরে SMS কিংবা WhatsApp দ্বারা জଣାଇବାକୁ ଅନୁରୋଧ। ଯଦି ଆପଣଙ୍କୁ ଆମ କାର୍ଯ୍ୟକ୍ରମ ଭଲ ଲାଗୁଛି ତେବେ 0444908126ରେ ମିସ୍ଡ କଲ୍ ଦେଇ ବିଜୟୀ ହୋଇପାରିବେ। ଗତ ସପ୍ତାହର ବିଜୟ ଦର୍ଶକ ବନ୍ଧୁ ହେଲେ କେଉଁଝରରୁ ଧନେଶ୍ୱର ପାତ୍ର ଓ ପରିବାର।